ପିଲାମାନେ ତୁମ ମାନଙ୍କୁ ଆଜିର ଏହି ସାହିତ୍ୟ ସ୍ୱରବ ଶ୍ରେଣୀକୁ ମୁଁ ସ୍ୱାଗତ ଜଣାଉଛି। ଆଜି ଆମେ ପଢ଼ିବା କବିତା ବାଳୁତ ବିରସେ। କବି ହେଉଛନ୍ତି ଅନନ୍ତ ପଟ୍ଟନାୟକ। କବି ଅନନ୍ତ ପଟ୍ଟନାୟକ 1912 ମସିହାରେ ପୁରୀ ଜିଲ୍ଲା ଅନ୍ତର୍ଗତ ଚଣାହାଟଠାରେ ଜନ୍ମଗ୍ରହଣ କରିଥିଲେ। ସେ ଥିଲେ ଆଧୁନିକ ପ୍ରଗତିଶୀଳ ଓଡ଼ିଆ ସାହିତ୍ୟ ଜଗତର କବିମାନଙ୍କ ମଧ୍ୟରେ ଅନ୍ୟତମ। ତାଙ୍କ କବିତାରେ କୃଷକ, ଶ୍ରମିକ, ଦିନ ମଜୁରିଆ, ଖଟିଖିଆ ଓ ସର୍ବହରାଙ୍କ ପାଇଁ ସମ୍ବେଦନାର ସ୍ୱର ଦେଖିବାକୁ ମିଳେ। ଏକ ଶ୍ରେଣୀହୀନ ସମାଜ ପ୍ରତିଷ୍ଠା ପାଇଁ ଆହ୍ୱାନ ତାଙ୍କ କବିତାର ମୁଖ୍ୟ ସ୍ୱର। ତାଙ୍କର କେତେକ କବିତାରେ ନୂତନ ଯୁଗ ସୃଷ୍ଟିର ଆହ୍ୱାନ ଏବଂ ଜାତୀୟତାବାଦୀ ଚେତନା ମଧ୍ୟ ପରିଲକ୍ଷିତ ହୁଏ। ସମାଜରେ ବହୁ ପ୍ରାଚୀନ କାଳରୁ ପ୍ରଚଳିତ ଧର୍ମାନ୍ଧତା, ଅନ୍ଧବିଶ୍ୱାସ, କୁସଂସ୍କାର ଏବଂ ଅତ୍ୟାଚାର ବିରୋଧରେ ସେ ସ୍ୱର ଉତ୍ତୋଳନ କରିଛନ୍ତି। ତାଙ୍କ ସାରସ୍ୱତ ସୃଷ୍ଟିଗୁଡ଼ିକ ମଧ୍ୟରେ ଶାନ୍ତି ଶିଖା, ତର୍ପଣ କରେ ଆଜି, ଅଲୋଡ଼ା ଲୋଡ଼ା ଏବଂ ଛାଇର ଛିଟା ପ୍ରଭୃତି କବିତା ଗ୍ରନ୍ଥ ତାଙ୍କର ଅସାମାନ୍ୟ ପ୍ରତିଭାର ପରିଚୟ ପ୍ରଦାନ କରେ। ଏଥର ଆସ ଜାଣିବା କବିତାର ପୃଷ୍ଠଭୂମି। 1938 ମସିହାରେ ଢେଙ୍କାନାଳର ଗଡ଼ଜାତ ଅଞ୍ଚଳରେ ପ୍ରଜା ଆନ୍ଦୋଳନ ଚାଲିଥାଏ। ଏହି ଆନ୍ଦୋଳନକୁ ଦମନ କରିବା ପାଇଁ ଇଂରେଜମାନେ ଚେଷ୍ଟା କରୁଥାନ୍ତି। ଭୁବନ ଅଞ୍ଚଳରେ ନିରସ୍ତ୍ର ଲୋକମାନଙ୍କ ଉପରେ ଅତ୍ୟାଚାର କରି ଫେରୁଥିବା ବ୍ରିଟିଶ ଫୌଜମାନଙ୍କୁ ନାଉରିଆ ପିଲା 12 ବର୍ଷର ବାଳକ ବାଜି ରାଉତ ନଈ ପାରି କରିବା ପାଇଁ ଡଙ୍ଗା ଫିଟାଇ ନଥିଲା। ଗୋରା ଫୌଜମାନଙ୍କ ଗୁଳିରେ ତାକୁ ପ୍ରାଣ ଦେବାକୁ ପଡ଼ିଲା। ସେହି ବାଜି ରାଉତର ତ୍ୟାଗ ବିଷୟରେ କବି ଏହି କବିତାରେ ବର୍ଣ୍ଣନା କରିଛନ୍ତି। ତେବେ ବରଷା ଓ ବିଜୁଳିରେ ରାତି ଭୟଙ୍କର ହୋଇ ଉଠିଥିଲା। ଭରା ନଈ ବତାସି ପବନରେ ଲହଡ଼ି ଭାଙ୍ଗୁଥିଲା। ନାଉରୀ ବାଳକ ବାଜି ରାଉତ ଡଙ୍ଗାକୁ ଭିଡ଼ି ନେଇ ଆହୁଲା ଓ କାତକୁ ଡେରି ଦେଇ ଚେଇଁ ଶୋଇଥିଲା। ଦେଶର ଡାକରାରେ ସନ୍ଧ୍ୟାବେଳୁ ସେ ନାଆକୁ ବାହି ନେଇଯାଇଥିଲା। ରାତି ପାହିବା ପୂର୍ବରୁ ଗୋରା ଫୌଜମାନେ କିଏରେ ନାଉରୀ ବୋଲି ଘାଟରୁ ଡାକ ଛାଡ଼ି କୂଳରେ ଆଣି ନାଆ ଲଗାଇବାକୁ ଆଦେଶ ଦେଇଥିଲେ ଏବଂ ରାତି ନ ପାହୁଣୁ ଗାଁ ଲୋକ କେହି ଜାଣିବା ଶୁଣିବା ପୂର୍ବରୁ ସେମାନଙ୍କୁ ନଈ ପାରି କରିଦେବା ପାଇଁ କହିଥିଲେ। ତେବେ ନିଦ ମଳମଳ ଆଖି କରି କଡ଼ ଲେଉଟାଇ ନାଉରୀ ବାଳକ ବାଜି ରାଉତ ତାଙ୍କୁ ଚାହିଁ ଦେଇ ଓଠକୁ ଓଠରେ ଚାପି ହସିବାକୁ ଲାଗିଲା। ତାଚ୍ଛଲ୍ୟର ହସ ହସିଥିଲା। ମନରେ ସେ କ'ଣ ବିଚାର କରି ଦୂରକୁ ଦୂରକୁ ଡଙ୍ଗା ନେଇଗଲା। ଗୋରା ଫୌଜମାନେ କ୍ରୋଧରେ ଲାଲ ଆଖି କରି ଘାଟ ଅଘାଟ ଯେଉଁଠି ହେଉ ପଛେ ନାଆ ଲଗାଇବାକୁ ତାକୁ ନିର୍ଦ୍ଦେଶ ଦେଇଥିଲେ। ନାଉରୀ ବାଳକ ବିଲ ପାଣି ବାଟ ଦେଇ ନାଆକୁ ତଳକୁ ତଳକୁ ଖସାଇ ନେଇଥିଲା। ବୀର ଦର୍ପରେ ହସି ହସି ଜାତି ଭାଇଙ୍କର ଆଦେଶ ନ ଥିବାରୁ ସେ ନାଆ ନେବ ନାହିଁ ବୋଲି କହିଲା। ମଣିଷ ହନ୍ତା ରକ୍ତ ପିପାସୁ ସିପାହୀମାନଙ୍କୁ ପାରି କରିବାକୁ ସେ ନାଆ ନେବ ନାହିଁ ବୋଲି ଜବାବ ଦେଇଥିଲା। ରୋକଠୋକ ମନା କରିଦେଇଥିଲା। ଗୋରା ସିପାହୀମାନଙ୍କ ବନ୍ଧୁକ ଆଘାତରେ ନାଉରୀ ବାଳକ ବାଜି ରାଉତ ନାଆ ଉପରେ ଟଳି ପଡ଼ିଥିଲା। ସିପାହୀମାନେ ପହଁରି ପହଁରି ଆସି ସଙ୍ଗୀନ ମୁନରେ ତା ମଥାରେ ଆଘାତ କଲେ। ତାର କଅଁଳ ଖପୁରି ତଳ ଓଲଟି ପଡ଼ିଲା। ବାଳୁତ ବୀର ଏଇ ବାଜି ରାଉତର ତତଲା ରକ୍ତ ଧାରରେ ଦଳିତ ଜାତିର କପାଳରେ ମୁକ୍ତିଯୁଦ୍ଧର ପ୍ରଥମ ବିଜୟ ଟୀକା ଲେଖାଗଲା। ଗାଁ ଗାଁରୁ ଲୋକମାନେ ବିଲ ଗହଳରେ ଧାଇଁ ଆସୁଥିଲେ। ସକାଳର ସୂର୍ଯ୍ୟ ମେଘ କୋଳରୁ ଉଇଁ ଆସୁଥିଲେ। ନଦୀ କୂଳର ଘାସ ବୁଦା ସବୁ ଏଇ ବୀର ବାଳକର ସ୍ପର୍ଶ ପାଇ ଥରିଲା ଭଳି ମନେ ହେଉଥିଲା। ଅତ୍ୟାଚାରୀର ଶାସନ ସରିଲା। ଆଉ କିଛି ଭୟ ନାହିଁ ବୋଲି ଆହ୍ୱାନ ଶୁଣାଯାଉଥିଲା।